ଏଇଟା ଗୋଟାଏ କଥା ନ ଦେଖିଲା ଲୋକ ଦେଖ କଇଁଚ କାଢି ଯିବେ କ बारे मंत्री आदित्य बाबू बा अरे तुम्हें गोटे सत धन्यवाद दे मुराई पाउने अरे कोटी जन्मर टप बड़े एमिटिया मंत्री मिले यही राज्य तले अरे तुम्हें राज्य को की मंत्र घाटी के जाने गोटाए मारे सीधा राजा समुदी करे ना अरे तुम्हें थिलो ए राज्यर चाकर आमे भी थिले राज्यर चाकर किंतु भाग्यर विलंबना देख तुम्हें हे गलो राजा घर समुदी आउ आमे से चाकर को चाकर ना ए कथा देखिला बेलू कहीं मो देहर हजम होने तुरंत जीवी ए कथा जाकि सेनापति बाबू को कह अरे सेनापति दिग्विजय सिंह को एमती गोड़ाई घाटी चकटी से मो कथारे उठिब आ बसिब अरे मो ना जट पात्र भलरे थिले बेल पट्टा रागी गले पूरा छेन छत्र अरे मु भाबुथिली ए राज्यर राजा हेबे दिग्विजय बाबू आ मु हेबी तांकर महामंत्री किंतु देखिला बेलू यार फलटा हैला ओलटा ना ना को तुरंत जाए सेनापति को भेटी क्या सारा मिछ 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 सब मिछ अरे राज्यर जनप्रजा मैंने कौन सतरे पागल हो गले कौन है महाराण समस्ते पागल होती अरे से मंत्री कहीं राजा कहीं अरे मंत्री स्त्रीटा मरीगला बोली कौन सतरे से चाकर सहित राजा कौन सम्मति करेंगे अरे मो विश्वास करी अरे मंत्री पुओटा को पुणी राजा झीटा बड़ है बाहा कराइबे आउ ए राज्यर राजा कराइबे किए विश्वास कर अरे कथार अच्छी जेबे न देखिब बेनी नयने परते न जीव गुरु बचने मुझे विश्वास करी अरे मु राज्यर सेनापति अंतत मत न जन कौन राजा एत बड़ निष्पत्ति नहीं पारे नाई 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 ए मो महाराज के एमती कार्य करें सामान्य मंत्री स्त्रीटा मरीगला बोले कौन सम्मति करदे सेनापति बाबू एने प्रणाम कले ए जट आज्ञा ए अबेलर एठारे ए अबेलर जट पात्र कौन कहबाकू चाहछु बे कौन कहबाकू चाहछि बलिष्ठ विरह सुन मोहरा गिरा बलिष्ठ विरह हाथ छोड़ा हेबो 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 सुजोग हतोरा बलिष्ठ विरह ए सुना सुना मोहरा गिरा बलिष्ठ विरह जट आज्ञा अबे मो किए बे आपण जे राज्यर सेनापति अरे मो हेउछे राज्यर सेनापति ए राज्यटा हेउछी ओर हाथ मुठारे आ कोन मोर हाथ छड़ा हबरे अरे एते बड़ वीर होइन राज्य रे केते दिन खटुथि पचाकर राजा जते दिन पर्यंत जीवन रे थिबे अरे एते बड़ वीर होइन राज्य रे केते दिन खटुथि पचाकर कौशल प्रयोग करिन सुजोग राज्य सिंहासन छाड़ डमरू बंदंती आहे सेनापति डमरू बंदंती आहे सेनापति काशी राजा राजा हुआ ए थारा बलिष्ठ वीर ए सुनो मोहरा गिरा बलिष्ठ वीर
କଣ କହିଲୁ ଜଟ? ଆଜ୍ଞା ଶୁଣିବା ଯନ୍ତ୍ର ଆମେ କେତେ ଦିନ ମୁଁ ଚାକର ହୋଇ ରହିବି? ଆଜ୍ଞା ଆରେ ରାଜା ଯେତେ ଦିନ ପର୍ଯ୍ୟନ୍ତ ଜୀବନରେ ଥିବେ ସେତେ ଦିନ ପର୍ଯ୍ୟନ୍ତ ମୁଁ ରାଜାଙ୍କ ଦାସତ୍ୱ ସ୍ୱୀକାର କରିବି। ଏଇଟା ଗୋଟିଏ କଥା। କଣ କହିଲୁ? କୌଶଳ ପ୍ରୟୋଗ କରି ଏ ରାଜ ସିଂହାସନ ଛଡେଇ ଆଜ୍ଞା ଏ ରାଜ୍ୟର ରାଜା ମୁଁ ହେବି। ଆଜ୍ଞା ଏ ଜଟ, ଆଜ୍ଞା ଆରେ ତୁ କଣ ଭାବୁଛୁ? ଆରେ ମୁଁ ସେମିତିଆ ସେନାପତି ନୁହେଁ। ଆଉ କେମିତିଆ ସେନାପତି? ଆଏ ପ୍ରତ୍ୟେକ ସେନାପତି ମାନେ କହନ୍ତି ରାଜାକୁ ମାରିବି, ରାଣୀକୁ ଧରିବି, ଏ ରାଜ୍ୟର ରାଜା ହେବି। ନାଇଁ ବେ, ରାଜା ହେଉଛନ୍ତି ମୋ ପାଇଁ ଭଗବାନ। ରାଜା ହେଉଛନ୍ତି ମୋର ଅନ୍ନଦାତା। ଆରେ ଭକ୍ତି କରେ, ପୂଜା କରେ। ଆରେ ମୋ ବାପା ବି ଦିନେ ରାଜ୍ୟର ସେନାପତି ଥିଲେ। ମୋ ବାପାର ଅନ୍ତେ ମହାରାଜା ମତେ ସେନାପତି ପଦର ଅଭିଷିକ୍ତ କରିଛନ୍ତି। ଆଉ ସେମିତିଆ ମୋ ଭଗବାନ ପରି ରାଜାକୁ ମୁଁ ମାରିବି ଆଉ ଏ ରାଜ୍ୟର ରାଜା ହେବି। ନାଇଁ! ଏ ଜଟ, ଭଲ ବୁଦ୍ଧି। ଆଉ ଗୋଟିଏ କଥା ମନେ ରହ। ଆଜ୍ଞା ଯଦି ରାଜାଙ୍କ ବିରୁଦ୍ଧରେ ଯଦି ଶଳା ତୋ ପଦୁଟେ କହିବୁ, ମହାରାଣ ତୋ ଜିଭଟାକୁ ଟାଣି ଆଣି। ଆରେ ମୋର ଜୀବ ସେ ଟାଣି ଆଣିବେ। ୟାରେ ମହାମନ୍ତ୍ରୀଟା ମୁଣ୍ଡ ଟେକି ଦେଲାଣି। ମୁଣ୍ଡ ଟେକିବ? ଆରେ ରାଜାର ସମୁଦି ହେଇଛି, ଭଲ ହେଇଛି। ମୁଁ ଯାହା ଶୁଣୁଥିଲି ସବୁ ଠିକ ହେଇଛି। ହଁ, ଆରେ ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା। ମରିଗଲା ନା ଗଲା? ହାଁ? ଏବେ ସେ ସ୍ତ୍ରୀଟା ମଲା ପରେ ବିଚରାଟା ନା ଛୁଆକୁ ପାଳିବ ନା ରାଜକାର୍ଯ୍ୟ କରିବ। ମହାରାଜ ଯାହା ନିଷ୍ପତ୍ତି ନେଇଛନ୍ତି ଠିକ କରିଛନ୍ତି। ଆରେ ଏଇନେ ମନ୍ତ୍ରୀ ମହୋଦୟ କହୁଥିଲେ ରାଜାଙ୍କୁ। କଣ କହୁଥିଲା? ଆମ ସେନାପତି ଗୋଟାଏ ବାଜେ ଲୋକ, ଆମ ସେନାପତି ଗୋଟାଏ ଧୋକାବାଜ, ଆମ ସେନାପତି ଗୋଟାଏ ପତ୍ର ଚଟା କୁକୁର। ଏ ସେନାପତି ତାକୁ ଏ ରାଜ୍ୟରୁ ଗଲା ଧକ୍କା ଦେଇ ବାହାର କରିଦେବା। ଆଉ ସର୍ବଶେଷ କଣ କହିଲେ ଜାଣିଛନ୍ତି? ଏ ସେନାପତିଟାକୁ ଭିକ୍ଷାର ଠାଲ ଧରି ଏ ରାଜ୍ୟରୁ ତଣ୍ଟିଆ ମାରିକି ବିଜା କରିଦେବ। କୁହ ସେନାପତି କୁହ, ଏ ରାଜ୍ୟର ରାଜା ହେବ ନା ରାଜାକୁ ଭକ୍ତି କରିବ? ଏ ରାଜ୍ୟ ସିଂହାସନରେ ବସିବ ନା ପର ଘର ମୁଣ୍ଡ ବିକ୍ରି କରି କୁକୁର ଭଳି ଖଟିବ? କୁହ ସେନାପତି କୁହ, ତୁମେ ଗୋଟାଏ ଚାକର, ତୁମେ ଗୋଟାଏ କୁକୁର ସହିତ ସମାନ। କଣ ହେଲା? ଏଇନେ ରାଜାର ସମୁଦି ହେଇଗଲା ବୋଲି ମତେ ରାଜ୍ୟରୁ ଗଳା ଧକ୍କା ଦେଇ ବାହାର କରିଦେବ? ନାଇବେ ଜଟ, ମନ୍ତ୍ରୀ ଆଦିତ୍ୟ ନାରାୟଣ ଯଦି ଏ କଥାଟା ଭାବୁଛେ, ମାରଣ ମାରିଦେବି। ମନ୍ତ୍ରୀକୁ ମାରିବି ଆଉ ମନ୍ତ୍ରୀର ପୁଅଟାକୁ ବି ଛାଡ଼ିବିନି। ସେଇ ପୁଅଟାକୁ ତଣ୍ଟି ମୋଡ଼ି ରକ୍ତ ପିଇବି। ଆପଣ କାର୍ଯ୍ୟ କରନ୍ତୁ, ଆପଣଙ୍କର ପଛରେ ଆଜ୍ଞା ଆବଶ୍ୟକ ପଡ଼ିଲେ ରାଜାକୁ ବି ଛାଡ଼ିବି। ମନ୍ତ୍ରୀ ସହିତ ସମୁଦି କରି ଏତେ କଥା ଯଦି ମୋରି ବିରୁଦ୍ଧରେ କହୁଛନ୍ତି, ଆବଶ୍ୟକ ପଡ଼ିଲେ ଯାଇଛି ଶଳାଟା ଆଗ ମାରିବି। ଆଗ ମାରିବେ? ଏ ରାଜ୍ୟର ରାଜା ଆଉ ରାଜା ହେବେ ନାହିଁ କି ଗଜା ହେବେ ନାହିଁ। ଏଇନେ କିଏ ଗୋଟେ ଆମ କଥା ଶୁଣିଦେଲା ସିଧା ଦେଖି ଆଜ୍ଞା ଆମେ କିଏ ହେବେ? ଆଜ୍ଞା ମୁଁ ଚିହ୍ନି ପାରିନି। ଆଜ୍ଞା ଚିହ୍ନି ପାରିନି। ଏ କଥାଟା ଯାଇକି ରାଜାଙ୍କୁ କହିଦେବ। ଆଜ୍ଞା ସବୁ ସରିଗଲା। ନାଇବେ ନାଇବେ? ଆରେ ସିଏ ଯିଏ ହେଉନା, ଆମ କଥା ଶୁଣିଛି ମାନେ ନିଶ୍ଚୟ ରାଜାଙ୍କ ନିକଟକୁ ଯାଇ କହିବ। ହେଲେ ସେ ରାଜା ପାଖକୁ ଯିବା ପୂର୍ବରୁ ମାରଣ ମାରିଦେବି। ଶୈତାନ! ଆରେ ମୁଁ ଆଜି ସାଜିଛି ସେନାପତିର ଶୈତାନ। ଚାଲ ଦେଖିବା କିଏ ସେଇ ଲୋକଟା। ଆରମ୍ଭ ହେଲା ମହାଭାରତର ପ୍ରଥମ ପୃଷ୍ଠା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରାଇବା ପାଇଁ ଶକୁନିଟା ପାଶା କାଠି ଫେଙ୍ଗିଥିଲେ। ପାଶା କାଠି, କିନ୍ତୁ ମୋ ହାତରେ ତ ପାଶା କାଠି ନାହିଁ। କେମିତି
କେମିତି ଏ ରାଜବଂଶଟାକୁ ଧ୍ୱଂସ କରିବି। ଅଛି ବୁଦ୍ଧି ବଳରେ ରାଜବଂଶଟାକୁ ଧ୍ୱଂସ କରିଦେବି। ଜଡ଼ପଟ୍ଟ ଭଲରେ ଥିଲେ ବେଲପତ୍ର, ରାଗିଗଲେ ପୁରା ଛିନ ଛତ୍ର। ଆରେ ମନେ ପଡ଼ିଯାଏ ସେଇଦିନର କଥା, ଜଳା ଜଳା ହେଇ ମନେ ପଡ଼ିଯାଏ ସେଇ ଅତୀତର କଥା, ଯେତେବେଳେ ଏ ରାଜା କାଶୀ ରାଜ୍ୟ ଅଧିପତି ମର୍କଟକେଶ୍ୱରୀ ମୋ ଭଉଣୀକୁ ଭଲ ପାଇ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ସେତିକି ବେଳେ ମୋ ଖୁସିରେ ଫାଟି ପଡୁଥିଲେ, ଖୁସିରେ ଫାଟି ପଡୁଥିଲେ। ସାମାନ୍ୟ ଚାକରର ଭଉଣୀ ପୁଣି ରାଜମହଲରେ ଯାଇକି ରାଣୀ ହବ ବୋଲି, କିନ୍ତୁ ସର୍ବଶେଷରେ ରାଜା ମୋ ଭଉଣୀକୁ ଧୋକା ଦେଇକି ଏ ରାଜ୍ୟରୁ ତଣ୍ଟିଆ ମାରିକି ବାହାର କରିଦେଲା। ମୋ ଭଉଣୀ ଆତ୍ମହତ୍ୟା କରି ସବୁଦିନ ହେଲେ ମୁଁ ଛାଡ଼ିବିନି। ତାର କଳା ଗଣ୍ଡାର ହିସାବ କରିବି, ହିସାବ। ରାଜବଂଶକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ କେବେ ବି ଶାନ୍ତିରେ ନିଶ୍ୱାସ ମାରିପାରିବିନି। ଏ ସେନାପତିକୁ ମୋର ଢାଳ କରି ସାରିଛି, ଢାଳ। ମୁଁ ଯାହା ଚାହିଁବି ଏ ସେନାପତି ସେୟା କରିବା। ଆଗ ତୁରନ୍ତ ଯାଏ ସେ ସେନାପତିର ଗତିବିଧି ତାକୁ ଲକ୍ଷ୍ୟ କରିବି। আরে মোর এ দি কর্ণ কোণ শুনিলা? এই দুই জন নরহন্তা মানে মতে আর মো পুত্রକୁ মারিদেবে। নাই নাই, মু এ রাজ্যরে রহিবিনি, অন্য রাজ্যକୁ চালিଯିବି। হ্যাঁ হ্যাঁ, মু অন্য রাজ্যକୁ চালিଯିବି। দরকার নাই, দরকার নাই মতে সে রাজ্য সিংহাসন, দরকার নাই। যাই যাই, মু অন্য রাজ্যକୁ চালিযাଏ। আরে আদিত্য বাবু, তুমি কଣ ହେଇଛି ତୁମର? ଆରେ ଶିଶୁପୁତ୍ରକୁ ଧରିକି ତୁମେ କୁଆଡ଼େ ବାହାରିଛ? ତୁମର ମୁଖମଣ୍ଡଳ ମଳିନ ପଡ଼ିଛି, ଆଖିରୁ ଧାର ଧାର ହେଇ ଲୁହଟା ବାହାରି ପଡ଼ୁଛି, କଣ ହେଇଛି? নাই, মোর কিছু হয়নি। କିଛି ହେଇନି? হ্যাঁ, ଆରେ ମନର କଥାକୁ ମନ ଭିତରେ ଧରିକି ରହିଲେ ମନଟା କଷ୍ଟ ହବ। ମନର କଥାଟାକୁ ଯଦି ପରିପ୍ରକାଶ କରିଲେ ମନ ଟିକେ ହାଲୁକା ଲାଗିଯିବ। କୁହ କଣ ହେଇଛି? ଆରେ ତୁମେ ଆମେ ଗୋଟାଏ ଜାଗାର ଲୋକ, ଗୋଟାଏ ରାଜ୍ୟର ଲୋକ, ତୁମର କଣ ହେଇଛି କୁହ? নাই কিছু হয়নি। ମୋ ପୁତ୍ର କାନ୍ଦୁଥିଲା ତ, ସେଥିପାଇଁ ଏ ଉଦ୍ୟାନରେ ଟିକେ ବୁଲାବୁଲି କରୁଥିଲି, ଆଉ କିଛି ହେଇନି। କି ଦୁର୍ଭାଗ୍ୟ, ତୁମର ସ୍ତ୍ରୀ ମରିଗଲା ପରେ ମୁଁ ଭାଙ୍ଗି ପଡ଼ିଥିଲି। ଓ ଏ ବବେଳରେ ସ୍ତ୍ରୀ ଯାକ ମରିଯାଉଛି। ଜଟ ଏବେ କାହିଁ କାନ୍ଦୁଛୁ ବେ? ଆଜ୍ଞା, କାହିଁକି କାଛି ଆପଣ ଜାଣିପାରୁନାହାନ୍ତି? ଏ ମହାମନ୍ତ୍ରୀ ଆପଣଙ୍କୁ କହିଲା। କଣ କହିଲା? ଆବେ ଜଟ, ସେ ସେନାପତି ପତ୍ର ଚଟା କୁକୁର ଗଲା କୁଆଡ଼େ ବେ? ଏଇନା ଯଦି ଦେଖିଲି ତାର ତଣ୍ଟି ଚିପି ରକ୍ତ ପିଗୁଳି। ଏ କହିଲା? ଆଉ ଆମ କଥାଟା କିଏ ଶୁଣିଥିଲା ବେ? ଏ ଶୁଣିଥିଲା? ଆଉ କହିଲା? ମୁଁ ଏ କଥାଟା ତମମାନଙ୍କର ସବୁ କଥା ଶୁଣିକି ରାଜାଙ୍କୁ ଯାଇକି କହିବି। ମୋର କଣ ଉଖାଡ଼ିବାର ଅଛି? ଉଖାଡ଼ ବେ କହିଲା। ମନ୍ତ୍ରୀ ଆଦିତ୍ୟ ନାରାୟଣ, ତାହେଲେ ତୁମେ ଆମ ଦି ଜଣଙ୍କ କଥା ସବୁ ଶୁଣି ଦେଇଛ? ହଁ, ଭଲ ମୁଁ ସବୁ ଶୁଣି ସାରିଛି। ଭଲ ହେଇଛି। ଏଇନେ ଯିବ ତୁମ ସମୁଦିକୁ କହିବ। ହଁ, ହଁ? ଏଇନେ ଯାଉଛି, ଆରେ ଯାଅ, ରାଜାଙ୍କୁ କହିଦେବି। ଆରେ ଯାଅ, ଆରେ ଯାଉ 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 ଯାଉ, ହଁ, ତୁମ ଯାଉଛି। ସମୁଦିକୁ କହିବ। ଯାଉ ଯାଉ ଯାଉ। ଭଲ ହେଇଛି। ଆଉ ମନ୍ତ୍ରୀ ଆଦିତ୍ୟ ନାରାୟଣ, ଆରେ ଏଠାକୁ ଯିଏ ଆସିଛେ ଆସିବାର ପାଦ ଚିହ୍ନଟା କେବଳ ଅଛି, କିନ୍ତୁ ଫେରିବାର ପାଦ ଚିହ୍ନଟା। ତାହେଲେ
ଏଇନେ ଯାଇ ରାଜାକୁ କହିବ ମତେ ମାରିବେ ମୋ ପୁଅକୁ ମାରିବେ ତୁମକୁ ବି ମାରିଦେବେ ଏମାନେ ରାଜ୍ୟର ରାଜା ହେବେ ମରିବୁ ଭଲରେ ଭଲରେ କହୁଛି ସେ ପୁଅଟାକୁ ଦେଇଦେ ନାଇଁ ଆମେ ତ ସେ ପୁଅଟାକୁ ଦେଇଦେ ତୁ ଶଳାଟା ବଞ୍ଚିଯିବୁ ନାଇଁ ମୋ ପୁତ୍ରକୁ ମୁଁ ଦେବିନି। ମାରଣ ମାରିଦେବି ମତେ ମାରିଦେଲେ ବି ମୁଁ ମୋ ପୁତ୍ରକୁ ଦେବିନି। ଶଳା ମରିବା ପାଇଁ ଏତେ ସଉକ ଆଜ୍ଞା ହଁ ହେଲେ ଆଉ କାହିଁକି ବେଳ ହଁ ମରିବା ଲୋକ ଯଦି ପ୍ରସ୍ତୁତ ହେଇସାରିଛନ୍ତି ତାକୁ ହାଣି ନଦେଲେ ତାର ମାରିଦେବି ଆଉ। ଆତ୍ମାର ଶାନ୍ତି ରହିବ। ମାରିଦେବି ଆଉ। ଆଜ୍ଞା, ଆଜ୍ଞା, ହଁ? ଆଜ୍ଞା। ମାରିଦେବି ଆଉ ଏ ମନ୍ତ୍ରୀ ଏବେ ତୋ ପୁଅଟାକୁ ଦେ ନାଇଁ ଏବେ ଦେ କହୁଛେ ନା ମୁଁ ଦେବିନି। কুট চক্রী মন্ত্রী জীবু কাহিরে কুট চক্রী মন্ত্রী জীবু কাহিরে আজ মো হস্তরু রক্ষা নাহি রে কুট চক্রী মন্ত্রী জীবু কাহিরে হে মন্ত্রী আদিত্য নারায়ণ রাজা ঝিও শামুকাকু বহু করি আনিবাকু রাজা মন্ত্রী বেশি সত্য কল সমুদি হেবাকু আশা ধূলি রে জীব মিলাই রে উঠ চক্রী মন্ত্রী জীবু কাহি রে ଆଦିତ୍ୟ ନାରାୟଣ ଏବେ ସେଇ ଶିଶୁ ପୁତ୍ରକୁ ଦେଇଦେ ନଚେତ୍ ବାପ ପୁଅ ଦି ଜଣ ଏଠାରେ ମାରଣ ମରିବ ଏବେ ଦେ କହୁଛି ସେଇ ଶିଶୁ ପୁତ୍ରକୁ ଦେ এই ଜିନିଷରେ ଯେତେ ମଣିଷକୁ ମାର କେବେ ବି ମରିପାରିବ ନାହିଁ। ତା ପାଇଁ ଗୋଟେ ଉପଯୁକ୍ତ ଜିନିଷ ଅଛି ନା ସେଥିରେ ବ୍ୟବହାର କଲେ ମଣିଷକୁ ମାରିଦେଲେ ତାର ଆତ୍ମାଟା ସତଗତି ହେବ ଶାନ୍ତି ପାଇବ। ହଁ ମନ ଭାବୁଥିଲା ଯାହା କାଳେ ପୁରା ପଟ ହେଲା ତାହା ମୁଁ ଯାହା ଚାହୁଁଛି ତାହାର ଡବଲ ହଉଛି। କି ଭାଗ୍ୟ ମୋର। ଆରେ ଏମିତିଆ ଖେଳ ଖେଳିବି ଆରମ୍ଭ ତ ହେଇଯାଇଛି ଚକ୍ରବ୍ୟୁହଟା ସେ ଚକ୍ରବ୍ୟୁହରେ ଯିଏ ପଶିଲା ସେ ଶଳା ମଲା। ଜଟ ପାତ୍ରର ଚକ୍ରବ୍ୟୁହ এইথর কাহার নাই চাহি চাহি মরিଯିବେ ସିନା କେହି ବଞ୍ଚି ପାରିବେନି। କାହିଁକିନା ସେନାପତିଟା ମୋ ହାତ ମୁଠାରେ ଅଛି ମାନେ ରାଜବଂଶକୁ ଧ୍ୱଂସ କରିବା ପାଇଁ ମୋତେ ହେଲେ ଟିକେ ବି ସମୟ ଲାଗିବନି। ଜର ପତ୍ର ଭଲରେ ଥିଲେ ବେଲେ ପଟ ରାଗିଗଲେ ପୁରା ଛିନ୍ନ ଛାତ୍ର।
মা ভবানী মা লবণ দুর্গা আজ তোরি করুণার মা এ জঙ্গলের গোটায় দস্যুর পরিচয় বঞ্চিছিল মা হে মা হে মଣିষটাকে গোটাଏ পথহরা মଣିষ କରି সজাই ଦେଇছিল মা মানিବାକୁ ପଡ଼ିବ ତୋର ମହିମାଲ ମା ନା ଆଗକୁ ଯାଇପାରୁଛି ନା ପଛକୁ ଫେରି ପାରୁଛି ଧନ୍ୟ ତୋର ମହିମାଲ ମା କଣ ପାଇଲ ମା କଣ ପାଇଁ ଏ ଜଙ୍ଗଲରେ ମତେ ଗୋଟେ ଦସ୍ୟୁର ପଛରେ ବଞ୍ଚିছিল ମା କଣ ପାଇଲ ମା ମୋ ପ୍ରଶ୍ନର ଉତ୍ତର କେବେ ମଧ୍ୟ ଦେଇପାରିବୁନି ଲୋ ମା ଏଇଥିପାଇଁ ରଖିଛୁ ନା ହେ ବାବୁ ଦସ୍ୟୁ ଏ ଜଙ୍ଗଲରେ ଥାଇ ସମସ୍ତଙ୍କର ଭଲ କାମ କରିବୁ ଜୀବନରେ କେବେ ମଧ୍ୟ ଖରାପ କାମ କରିବୁନି ଆଉ ସେଇଥିପାଇଁ ତ ରଖିଛି ମତେ ମାଲୋ ଗୋଟାଏ କଥା ମୋ ମନକୁ ବାରମ୍ବାର ବିବ୍ରତ କରୁଛି କ'ଣ ପାଇଁ ଆଉ କଥାଟା ହଉଛି ମୁଁ ଛୋଟ ଅଛି ନଦୀରେ ଭାସି ଯାଉଛି ଆକୁଳ ଚିତ୍କାର କରୁଛି ହେ ଭାଇ ମତେ ବଞ୍ଚ ଆଉ ସେପଟେ ମୋ ବଡ଼ ଭାଇଟେ ଡାକୁଛି ଆରେ କିଏ କୋଉଠି ଅଛ ମୋ ସାନ ଭାଇଟାକୁ ବଞ୍ଚାଇ ଦିଅ କିନ୍ତୁ ନାଇଁ हे महाशय अरे कौन है तुम कौन है कहतु तुम किए कौन पाई जंगल गाइछ हे महाशय अरे तुम किसी भी होनी किसी भी होनी भाई केवे तो केवे ଆଉ ସେଇ ପ୍ରଶ୍ନ ମୁଁ ପଚାରେ ତୁ କିଏ ସଇତା କଣ ହେଲା ମୁଁ ଗୋଟେ ସଇତା ଆଉ ତୋ ଭଳି ଶୈତାନ ମାନଙ୍କର ପପ୍ପା ମୋ ଆଜ୍ଞା ଆଜ୍ଞା ଆପଣଙ୍କର ବୋପା ଆପଣଙ୍କର ବାପା ପଲେଇବା ମାଡ଼ ହେଇଯିବ ଭାଇ ଦେଖୁନା ଆପଣଙ୍କ ବୟସକୁ ଦେଖନ୍ତୁ ତାର ବୟସକୁ ଦେଖନ୍ତୁ ଭାଇ ଆଜ୍ଞା ତତେ ଭୟ ଲାଗୁଛି ଏଇଟାକୁ ଆଜ୍ଞା ମାଡ଼ ହେଇଯିବ ଆଜ୍ଞା ଚାଲ ଯା କହୁଛି ମାଡ଼ ହେଇଯିବ ପଲେଇବା ଯାବେ ଆପଣଙ୍କର ବୋପା ସିଏ ପିଠ ଏ ମଣିଷ ଏ ନିରୀହ ଲୋକ କଣ କରିଛି ତାକୁ ଜଙ୍ଗଲରେ ଆଣିଆ ଏଇଟା ମାରୁଛି କଣ କରିଛି କଣ ନ କରିছে তোতে তারি উত্তর দেবা পাই মো বাধ্য নয়ে কଣ ପାଇଁ ବାଧ୍ୟ তো এটা হচ্ছে মোর শত্রু ଆଉ শত্রুକୁ କେମିତି ସଂହାର କରାଯାଏ ସେଇଟା ମୁଁ ଠିକ ଭାବରେ ଜାଣି କଣ କହିଲୁ ମଣିଷ ଭିତରେ ଶତ୍ରୁତାର ଭାବ ଆସେନି ଆସେ କେବଳ ବନ୍ଧୁତା ଆଉ ମିତ୍ରତା ଆରେ ସେମିତିଆ ମଣିଷ ଥିଲେ ବନ୍ଧୁତ୍ୱତା ସୃଷ୍ଟି ହବ କିନ୍ତୁ ଏ ଭଳି ମଣିଷ ଥିଲେ ଶତ୍ରୁତା ହିଁ ପରିଲକ୍ଷିତ ସେମିତି ଆଚରଣ ଦେବାକୁ ପଡ଼ିଥାଏ ମଣିଷ ପ୍ରତି ମଣିଷ ସେମିତି ଆଚରଣ କରିବାର ଆବଶ୍ୟକ ଅଛି ଏବେ ସେ ଗାନ୍ଧୀ ନୀତି ଦେଖାନା ମତେ ଏଠୁ ଯିବୁ ନା ମରିବୁ କଣ ହେଲା ଏଠୁ ଯିବୁ ନା ମରିବୁ ଏ ଜଙ୍ଗଲ ହଉଛି ମୋ ଘର ଆଉ ଜଙ୍ଗଲରେ ବସବାସ କରୁଥିବା ବାପାର ଏ ଗୋଟେ ସମ୍ପତ୍ତି। ମଣିଷ ଆଉ ଜଙ୍ଗଲ ଛାଡ଼ି ଚାଲିଯିବ ଏ ଗୋଟ ମତେ ମୁଁ କହୁଛି ଧର ବେ ଆଜ୍ଞା ଧର ଆଜ୍ଞା ଶଳା ମତେ ଧରୁଛୁ ନାଇଁ এইটাকু ধর আবে এইটাকু আগ মারিবা তারপরে পুଅ ଦି ଜଣଙ୍କୁ ମାରି ଦେବି ଆଜ୍ଞା ମତେ ବହୁତ ଡେଞ୍ଜର ଲାଗୁଛି ଆଜ୍ଞା ଏ ମଣିଷ ପିଟି ପକେଇବା ପଲେଇବା ଆଉ ତୁ ତ କହିଲି ନା ଆଜ୍ଞା ତୋତେ ଯେ ଭୟ ଲାଗୁଛି ଯାଉ ସ୍ୱୟଂ ମହାଦେବ ଭୟ କରିଥିଲା ମାଡ଼କୁ ଆମେ ତ ସାଧାରଣ ମଣିଷ ଯାଇ ଯାବେ ମରିବୁ ହଁ ମାର ଆଗ ତୋତେ ମାରିବି ଏଇ ଲୋକଟାକୁ ମାରିବା ପୂର୍ବରୁ ତାପରେ ପ୍ରଥମେ ମତେ ମାରିଦେ ତାପରେ ବାପ ପୁଅ ଦି ଜଣ ହଁ ମାରିଦେ ମରିବ
ମୋତେ ଆଉ ମୋ ପୁତ୍ରକୁ ବଞ୍ଚେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। ଏ ମହାଶୟ, ଆରେ ମୋତେ କାହିଁକି ଧନ୍ୟବାଦ ଜଣାଉଛ? ଆରେ ମୁଁ କିଏ? ତମ ଭଳି ଗୋଟାଏ ମଣିଷ ମୁଁ, ଆଉ ମଣିଷ ପଡ଼ିଆ ହିସାବରେ ତମକୁ ମୁଁ ସାହାଯ୍ୟ କରିଛି। ଧନ୍ୟବାଦ ଜଣାଇବାର ଅଛି ତ ସେଇ ମା ବନଦୁର୍ଗାଙ୍କୁ ଧନ୍ୟବାଦ ଜଣାଅ। ଆରେ ମହାଶୟ, ତମେ କିଏ? ଆଉ ସେମାନେ କାହିଁକି ତମକୁ ମାରୁଥିଲେ? କଣ ପାଇଁ ମାରୁଥିଲେ ତମକୁ ସେ? ମୋ ପରିଚୟ ଶୁଣିବ ବାବୁ? ନିଶ୍ଚୟ ମହାଶୟ, ନିଶ୍ଚୟ। ତାହେଲେ ମୋ ପରିଚୟ ଶୁଣ ବାବୁ। କୁହନ୍ତୁ ମହାଶୟ। ମୁଁ ହେଉଛି ଏ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କର ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ମନ୍ତ୍ରୀ ଆଦିତ୍ୟ ନାରାୟଣ? ହଁ ବାବୁ। ଆଉ ଆଉ ମୋର ଏଇ କଳା ଶିଶୁ ପୁତ୍ର, ଏହାର ନାମ ହେଉଛି ସାଗର ଚରଣ। ତାହା ତ ଠିକ ଯେ, ହେଲେ ସେମାନେ କଣ ପାଇଁ ମାରୁଥିଲେ ତମକୁ? ସେମାନେ କହୁଛି ବାବୁ, ଗୋଟି ଗୋଟି କରି ସବୁ କହିବି ବାବୁ। କୁହନ୍ତୁ ମନ୍ତ୍ରୀ ମହାଶୟ, କୁହନ୍ତୁ। ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି ତାଙ୍କ ଝିଅ ଶାମୁକା ଆଉ ମୋ ପୁତ୍ର ସାଗର ଚରଣ, ଏଇ ଦୁଇ ଜଣ ଯେତେବେଳେ ଯୌବନ ପ୍ରାପ୍ତ ବୟସରେ ଏ ମର୍ତ୍ତମଣ୍ଡଳରେ ପଦାର୍ପଣ କରିବେ, ତାଙ୍କୁ ବିବାହ କରିବେ ବୋଲି କଥା ଦେଇଛନ୍ତି। ତାହା ତ ଉଚିତ କଥା ମନ୍ତ୍ରୀ ମହାଶୟ। ହଁ ବାବୁ, ସେ ସବୁ କଥା ସହି ନ ପାରି ଏଇ ସେନାପତି ଆଉ ଗୁମାସ୍ତା ଜଟପାତ୍ର ମୋତେ ଆଉ ମୋ ପୁତ୍ରକୁ ମାରି ଦେବାକୁ ଚାହୁଁଛନ୍ତି। ଭାଇ ମନ୍ତ୍ରୀ ମହାଶୟ, ତମର କିଛି ବି ହବନି, ମୁଁ ଅଛି। ଆରେ ତମର ସେବା ଯତ୍ନ କରିବି ମୁଁ, ଆଉ ଫେରାଇ ଦେବ ତମ ସେ ରାଜ୍ୟକୁ। ତମର କିଛି ବି ହବନି, କିଛି ବି ଅସୁବିଧା ନାହିଁ ହବନି। ବାବୁ, ମୋତେ ସେବା ଯତ୍ନ କଲେ କିଛି ଲାଭ ହବନି ବାବୁ, କିଛି ଲାଭ ହବନି। ହେ ମନ୍ତ୍ରୀ ମହାଶୟ, ଆପଣ ଏ କଣ କହୁଛନ୍ତି? ହଁ ବାବୁ, ମୁଁ ଠିକ କହୁଛି ବାବୁ। ନାଇଁ ମନ୍ତ୍ରୀ ମହାଶୟ, ଆପଣଙ୍କର କିଛି ବି ହବନି, ମୁଁ ଅଛି। ତମର ସେବା ଯତ୍ନ କରିବି, ଫେରାଇ ଦେବ ତମ ସେ ରାଜ୍ୟକୁ। ତମର କିଛି ବି ହବାକୁ ଦେବିନି, କିଛି ବି ହବାକୁ ବାବୁ ଦେବିନି। ନାଇଁ, ମୁଁ ଆଉ ବଞ୍ଚିବିନି। ମନ୍ତ୍ରୀ ମହାଶୟ, ଆପଣ କଣ କହୁଛନ୍ତି? ଆରେ ଆପଣ ନ ବଞ୍ଚିଲେ ଏ ଶିଶୁ ପୁତ୍ର ବଞ୍ଚିବ କେମିତି? କୁହନ୍ତୁ ମନ୍ତ୍ରୀ ମହାଶୟ, କୁହନ୍ତୁ। ନାଇଁ ବାବୁ, ମୋର ଗୋଟାଏ ଛୋଟିଆ ଅନୁରୋଧ ରଖିବ ବାବୁ। କୁହନ୍ତୁ ମହାଶୟ, ପାରିବି ଯଦି ନିଶ୍ଚୟ ରଖିବି। ତାହେଲେ ମୁଁ କହୁଛି ବାବୁ, ମୁଁ ମୋ ପୁତ୍ରକୁ ଆପଣଙ୍କୁ ଅର୍ପଣ କରିବି। ନାଇଁ ମନ୍ତ୍ରୀ ମହାଶୟ, ନାହିଁ। ଆରେ ପୁଣି ଆପଣଙ୍କୁ ପାଗଳ ହେଇଗଲେ କଣ? କଣ ଆରେ ମୁଁ ଯେ ବଞ୍ଚିବା କେତେ କଷ୍ଟ ସାଧ୍ୟ, ପୁଣି ଆପଣଙ୍କର ଶିଶୁପୁତ୍ର ନେଇ ବଞ୍ଚେଇବି କେମିତି? ନାଇଁ ମହାଶୟ, ଆପଣ ଯାହା କହିବେ ମାନିବି, ହେଲେ ସେ ଶିଶୁପୁତ୍ରକୁ ନେଇ ବଞ୍ଚେଇ ପାରିବିନି। ମନ୍ତ୍ରୀ ମହାଶୟ, ଆପଣ ମନା କରନ୍ତୁନି ନାଇଁ ମନ୍ତ୍ରୀ ବାବୁ। ମହାଶୟ, ନାଇଁ। ଆପଣ ଯାହା କହିଲେ ମଧ୍ୟ ମାନିବି, ଏ ଶିଶୁପୁତ୍ରକୁ ନେଇ ବଞ୍ଚେଇ ପାରିବିନି ମୁଁ। ନାଇଁ ବାବୁ, ନାଇଁ, ଆପଣ ମନା କରନ୍ତୁନି। ଆପଣଙ୍କୁ ମୋ ପୁଅର ମନ୍ତ୍ରୀ ମହାଶୟ, ଆରେ ଆପଣ ଏ କଣ କଲେ? ଆରେ କଣ ଶିଶୁପୁତ୍ର ହଉଛି ଭଗବାନଙ୍କ ସଦୃଶ୍ୟ, ତାର ପ୍ରତୀକ। ଆଉ ସେଇ ଭଗବାନଙ୍କ ପାଖରେ ମତେ ରାଣ ପକେଇଦେଲ। ଠିକ ଅଛି, ଆପଣ ଯାହା କହିଲେ ମୁଁ ମାନିବି। ଆଉ ଦିଅନ୍ତୁ ଆପଣଙ୍କର ସେ ଶିଶୁପୁତ୍ରକୁ। ପୁତ୍ରକୁ ଆପଣଙ୍କ ଦେବା ପୂର୍ବରୁ ଗୋଟାଏ କଥା ରହିଗଲା ବାବୁ। ଆରେ ଆହୁରି କଣ କି କଥା ଅଛି ମନ୍ତ୍ରୀ ମହାଶୟ? ରାଜା ମତେ କଥା ଦେଇଛନ୍ତି, ସେ ସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ ବାବୁ। ପାରିବି ଯଦି ନିଶ୍ଚୟ ଚେଷ୍ଟା ଆଉ କରିବି। ମୋର ପୁତ୍ରକୁ ଗୋଟାଏ ରାଜକୁମାର ପରିଚୟ ଦବ ବାବୁ। ମନ୍ତ୍ରୀ ମହାଶୟ, ନିଶ୍ଚୟ
ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ। ଛାତିର କଲିଜା ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବନି ମନ ହେବ କଳ ବଲ ବୋଲ ମାନିବନି ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ସରିନି ମୋ ପୁଅ ଆପଣଙ୍କୁ ସରିନି ଜାଣିଛି ସରିନି ଗୁଣ ଆସିଲ ଶ୍ରାବଣ ସରିନି ଫଗୁଣ ଆସିଲ ଶ୍ରାବଣ ଆ ଆ ଆ ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଲୁହ ଝରିବନି ମନ ହେବ କଳ ବଲ ବୋଲ ମାନିବନି ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ସରିନି 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 ଫଗୁଣ ଆସିଲ ଶ୍ରାବଣ ସରିନି ଫଗୁଣ ଆସିଲ ଶ୍ରାବଣ ସରିନି ଫଗୁଣ ଆସିଲ ଶ୍ରାବଣ ସରିନି ଫଗୁଣ ଆସିଲ ଶ୍ରାବଣ ମମତାକୁ ଝୁରି ଝୁରି ଲୁହ ହେଲା ବୈତରଣୀ ବାଟ ସାରେ ପଦହାରେ ମିଳେ ନ ପଣ ତକନି ମମତାକୁ ଝୁରି ଝୁରି ଲୁହ ହେଲା ବୈତରଣୀ ବାଟ ସାରେ ପଦହାରେ ମିଳେ ନ ପଣ ତକନି ଶୁଭେ ଆଜି ମା ଡାକ
ମହାରାଣୀ ବେଦମତୀ ସ୍ୱାମୀ ମୋ ବନ୍ଧୁ ମନ୍ତ୍ରୀ ଆଦିତ୍ୟ ନାରାୟଣ କ'ଣ ରାଣୀ ଅନ୍ତପୁରକୁ ଆସିଥିଲେ? ହଁ ହଁ ସେମାନେ ଆସିଥିଲେ ଆଉ ତାଙ୍କ ପୁଅକୁ ଗେଲ କରି ଚାଲିଗଲେ ଯେ ଏପର୍ଯ୍ୟନ୍ତ ଆସିନି। କ'ଣ କହିଲ? ତାଙ୍କ ପୁତ୍ରକୁ ବି ସାଙ୍ଗରେ ନେଇଗଲେ? ହଁ ହଁ ଠିକ ଅଛି, ତୁମେ ମୋ ଝିଅ ଶାମୁକାର ସେବା ଯତ୍ନ କରୁଥାଅ। ମୁଁ ସେନାପତି ଦିଗ୍ବିଜୟ ସିଂ ସହିତ ପରାମର୍ଶ କରି ଆଖପାଖ ପଡ଼ୋଶୀ ରାଜ୍ୟରେ ନିରୀକ୍ଷଣ କରିବା ପାଇଁ ଆଦେଶ କରିବି। ହଁ ସ୍ୱାମୀ ତାହେଲେ ମୁଁ ଆସୁଛି ପ୍ରିୟ। ସ୍ୱାମୀ ଆରେ ନା ନା ମୋ ଝିଅ ଜଣେ ଅଛି କାନ୍ଦୁଥିବ, ମୁଁ ଯାଉ। ମାଲୋ ବନ ଦୁର୍ଗା, ଗୋଟାଏ ମଣିଷ ତ ଗୋଟେ ଅସୁବିଧାରେ ଅଛି ଲୋ ମା, ଆଉ ତା ଭିତରେ ଆଉ ଗୋଟେ ପରିସ୍ଥିତି ପକାଇ ଦେଇଛି ଲୋ ମା। ଯାହା ତୋର ଇଚ୍ଛା ଲୋ ମା, ଯାହା ତୋର ନିର୍ଦ୍ଦେଶ ହବ ତାହା ହିଁ ମୁଁ କରିବି। ମାଲୋ ଏ ଛୁଆଟାକୁ ପଲି ପୋଷି ମଣିଷ କରିବା ପାଇଁ ମୋତେ ଶକ୍ତି ଆଉ ସାହସ ଦେଲ ମା, ଆଶୀର୍ବାଦ କଲ ମା। ବାବାରେ ହେ ବାବା, ତୁ ନା ମୋହରି କଲରେ ବଢ଼ିବୁ ରେ, ତତେ ମୁଁ ପଳି ପୋଷି ମଣିଷ କରିବି। ଆରେ ମୋ ସିନା ଗୋଟାଏ ଦସ୍ୟୁ, ହେଲେ ତତେ ଗୋଟେ ରାଜପୁତ୍ର પર ରଖିବି। ଆଜି ଦିନଠୁ ଦସ୍ୟୁର ଗୋଟେ ସାଧାରଣ ମଣିଷ ହେଇଯିବି ମୁଁ, ଆଉ ତତେ ପଳି ବସି ମଣିଷ କରିବି ମୁଁ। ବାବାରେ କେବେ ମଧ୍ୟ କାନ୍ଦିବୁନି ବାବା, ତୁ କାନ୍ଦିଲେ ନା ମୁଁ କାନ୍ଦିବି। ତୋ ମନ ଦୁଃଖ ହେଲେ ମୋ ମନ ଦୁଃଖ ହବ, ମୋ ମନ ଦୁଃଖ ହେଲେ ତୋ ମନ ଦୁଃଖ ହବ। ନାଇଁ ବାବା କେବେ ମଧ୍ୟ କାନ୍ଦିବୁନି। ଏ ବାବା ଏ କହିଲେ କାନ୍ଦିଲା ଆହୁରି ପୁଣି, ଏ ଭଗବାନ। ଆରେ ନାଇଁ, ଚୁପ ହେଇଯା, ଚୁପ ହେଇଯା। ଏମିତି ବୁଝାଉନି। ନାଇଁ, 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 ଏ ଚୁପ ହେଇଯା, ଚୁପ ହେଇଯା, ଚୁପ ହେଇଯା। ନାଇଁ, ନାଇଁ, ନାଇଁ। ରହିଯା, ମୋ ସୁନାଟା ପରା, ମୋ ଧନଟା ପରା, ମୋ ଗେଲଟା ପରା। ନାଇଁ, 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 ଚୁପ ହେଇଯା, ଚୁପ ହେଇଯା, ଚୁପ ହେଇଯା। ମୋ ଧନଟା ପରା, ମୋ ସୁନାଟା ପରା, ମୋ ଗେଲଟା ପରା। ଆଉ କାନ୍ଦିବୁନି ନାଇଁ ବାପା, ମୋ ସୁନା ପୁଅ। ଆରେ ଏମିତି କାନ୍ଦିଲେ ହବ? ହଁ ଏ ବାବା, ବାବାରେ ଆଜି ଦିନଠୁ ନା ମୁଁ ତୋର ବାପାରେ, ମୁଁ ତୋର ମା, ମୁଁ ତୋର ସାଙ୍ଗ ସାଥୀ ମିତ ସବୁ କିଛି। ହେ ବାବା ଗୀତଟେ ଶୁଣେଇବି, ଗୀତ ଶୁଣି ଶୁଣି ଶୋଇ ପଡ଼ିବୁ, ଛପାର କାନ୍ଦିବୁନି କେବେ ବି। ହେ ମିତ, ଆରେ ମିତ सुनथिले नाही कान, कान थिले नाही सुना। ओ सुनथिले नाही कान, कान थिले नाही सुना। ओ सुनाटा परा तू आउ कांदना, तू आउ कांदना, तू आउ कांदना, तू आउ कांदना। बापा हे बुझिबि तो ओलिओ छोट, हटटते देखेबि धरि तो हाथ। मोगा मुछा कानी तुलुह बुझिब, मोगा मुछा कानी तुलुह बुझिब। साजी तमार पणत मितरे, 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 मितरे तते मिछ मते सत। मितरे, मितरे तते मिछ मते सत। सुनथिले नाही कान, कान थिले नाही सुना। ओ सुनथिले नाही कान, कान थिले नाही सुना। ମୋ ସୁନାଟା ପରା ତୁ ଆଉ କାନ୍ଦନା, ତୁ ଆଉ କାନ୍ଦନା, ତୁ ଆଉ କାନ୍ଦନା, ତୁ ଆଉ କାନ୍ଦନା। ବାପା ହେଇ ବୁଝିବି ତ ଅଳିଅ ଝଟ, ବଟ ତତେ ଦେଖେଇବି
ধরি তো হাত মোগা মুছা কানি তুলুহ বুঝিব মোগা মুছা কানি তুলুহ বুঝিব সাজি তোমার পণত মিতরে 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 ততে মিছ মতে সত মিতরে মিতরে ততে জীবনে তাতে ঘড়ি রখিবি ছতা তো খুশি পাইব দেবীরে জীবন ততে বোধৌছি কথা খরাকে বরসা বা জীবনে তাতে ঘড়ি রখিবি ছতা তো খুশি পাইব দেবীরে জীবন ততে বোধৌছি কথা তো আখির সবু লুহ মতে দে যা মোঠর সবু হত তু নেই যা এমিতি নিজর তু পর মোর এমিতি নিজর তু পর মোর নিজর নহে বর কত মিতরে 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 ততে মিছ মতে সত মিতরে মিতরে ততে মিছ মতে সত মিতরে মিতরে ততে মিছ মতে সত মিতরে মিতরে